ବୋଇତାଳୁ ଆଉ ବୁଟ ଡାଲିର ଏଇ ତରକାରୀ ଯଦି କେବେ ଆପଣ ମାନେ ବନେଇ ନାହାନ୍ତି କି ଖାଇ ନାହାନ୍ତି ତାହେଲେ ନିଶ୍ଚୟ ଥରେ ବନାନ୍ତୁ। ଏଇ ଭିଡ଼ିଓ ଦେଖି ସାରିଲା ପରେ ରୁଟି ହଉ ଅଥବା ଭାତ ପୁରା ଜମିଯିବ ଖାଇବାଟା। ଆଉ ଯେଉଁମାନେ ବୋଇତାଳୁ ଖାଇବା ପାଇଁ ପସନ୍ଦ କରନ୍ତିନି ଥରକର ତାଙ୍କୁ ଏ ବୋଇତାଳୁ ତରକାରୀ ପୁରା ଫେଭରେଟ୍ ହେଇଯିବ। ତ ଏଇ ରେସିପି ବନେଇବା ପାଇଁ ଗୋଟେ ମୁଠା ବୁଟ ଡାଲିକୁ ଘଣ୍ଟାଟେ ଆଗରୁ ମୁଁ ବତୁରି ଦେଇଥିଲି। ତ ସୁନ୍ଦର ଭାବରେ ବୁଟ ଡାଲି ଫୁଲି ଯାଇଛି। ତାପରେ ଦେଖନ୍ତୁ ଅଧ କିଲୋ ମୁଁ ଏଠି ବୋଇତାଳୁକୁ ଏମିତି ଟିକେ ବଡ଼ ବଡ଼ ସାଇଜରେ କାଟିକି ଧୋଇ ନେଇଛି। ତ ଏବେ ବୁଟ ଡାଲିକୁ ପ୍ରେସର କୁକରରେ ଦେଇଦେବା ଆଉ ସେଇ କାଟି ରଖିଥିବା ବୋଇତାଳୁକୁ ବି ଦେଲା ପରେ ଏଠି ଅଧା କପ୍ ପାଣି ଦେବା, ଅଧା ଚାମଚ ଲୁଣ ଦେଇ ତାକୁ ଭଲ ଭାବରେ ଗୋଳେଇକି ଗୋଟେ ସିଟି ମାରିବା, ଯାହାଦ୍ୱାରା ବୋଇତାଳ ବେଶୀ ସିଝିଯିବନି ଆଉ ଡାଲି ବି। ତ ବୋଇତାଳ ଆଉ ଡାଲିକୁ ଗୋଟେ ସିଟି ମାରି ସାରିଲା ପରେ ଦେଖନ୍ତୁ ମୁଁ ଏଠି ଆପଣମାନଙ୍କୁ ଖୋଲି ଦେଖାଉଛି ଆମର ବୋଇତାଳ ପୁରା ଘାଣ୍ଟି ହେଇଯାଇ ନାହିଁ କି ବୁଟ ଡାଲି ବି ପୁରା ଫିଟି ଯାଇ ନାହିଁ। ତ ସିଝିବାଟା ପୁରା ପରଫେକ୍ଟ ହେଇଛି। ତ ଏବେ ଆମର ଏଇ ବୁଟ ଡାଲି ଆଉ ବୋଇତାଳ ସିଝାକୁ ସାଇଡ଼ରେ ରଖିଦେଇ କରେଇରେ ଗୋଟେ ବଡ଼ ଚାମଚ ସୋରିଷ ତେଲ ଦେବା, ଅଧା ଚାମଚ ଜିରା, 3-4ଟା ରସୁଣର ପାଖୁଡ଼ାକୁ ସରୁ ସରୁ କରି କାଟି ଦେଇଛି, ଗୋଟେ ଛୋଟ ସାଇଜର ପିଆଜକୁ ବି କାଟି ଦେଇଛି। ତ ପିଆଜ ରସୁଣକୁ ଟିକେ ଲାଲ ଲାଲ କରି ଭାଜିଲା ପରେ ମୁଁ 3ଟା କଞ୍ଚା ଲଙ୍କାକୁ କାଟିକି ଦେଇଛି, କିଛି କାରି ପତ୍ତା ଦେଇଛି, ତାକୁ ପୁଣି ଏମିତି ପିଆଜ ସହିତ ଭାଜି ନେବା। ବୋଇତାଳ ଆଉ ବୁଟ ଡାଲିର ଏଇ ତରକାରୀ ରାନ୍ଧିଲା ବେଳେ ପିଆଜକୁ ବେଶୀ ଲାଲ କରିଦେଇ ଭାଜି ଦେବେନି, ଏମିତି ହାଲକା ହାଲକା କଞ୍ଚା ରହିଥିବ ସେଇ ଅବସ୍ଥାରେ ଗୋଟେ ଟମାଟୋକୁ କାଟିକି ଦେଇଦେବା। ଆଉ ଟମାଟୋକୁ ଏଠି ପିଆଜ ସହିତ ଟିକେ ଭାଜିବା, ଯାହାଦ୍ୱାରା ତା କଞ୍ଚା ବାସ୍ନାଟା ଚାଲିଯିବ ଆଉ ଟମାଟୋ ବି ସୁନ୍ଦର ସଫ୍ଟ ହେଇଯିବ। ତ ଏବେ ଦେଖନ୍ତୁ ଅଧା ଚାମଚ ହଳଦୀ ପାଉଡ଼ର ଦେବା, ଅଧା ଚାମଚ ଲଙ୍କା ପାଉଡ଼ର, ଅଧା ଚାମଚ ଚାଟ ମସଲା ଆଉ ସ୍ୱାଦ ଅନୁସାରେ ଲୁଣ ଦେଇ ତାକୁ ଆଉ ଥରେ ଭଲ ଭାବରେ ଏମିତି କଷିବା। ତ ହଳଦୀ ଯେହେତୁ ମୁଁ ସେଠି ବୁଟ ଡାଲି ଆଉ ବୋଇତାଳକୁ ସିଝିଲା ବେଳେ ଦେଇନଥିଲି, ସେଥିପାଇଁ ତରକାରୀ ପୁରା ପାଇଁ ଏଠି ମୁଁ ହଳଦୀ ଆଡ଼୍ କରିଛି। ତ ଏବେ ଦେଖନ୍ତୁ ଟମାଟୋ ସଫ୍ଟ ହେଇଗଲା ପରେ ମୁଁ ଗୋଟେ ଚାମଚ ତେନ୍ତୁଳିକୁ ଏମିତି ଭିଜେଇ ରଖିଦେଇଥିଲି ତା ରସଟା ଦେଇଛି। ଦେଲା ପରେ ୟାକୁ ପୁଣି ଆଉ ଥରେ ଭଲ ଭାବରେ ଏମିତି ଗୋଳେଇକି କଷି ନେବା, ଯାହାଦ୍ୱାରା ଟମାଟୋ ପୁରା ଘାଣ୍ଟି ହେଇଯିବ ଆଉ ମସଲାରୁ ବି କିଛି ବି କଞ୍ଚା ବାସ୍ନା ବାହାରିବନି। ତ ଦେଖନ୍ତୁ ଏବେ ଭଲ ଭାବରେ ଟମାଟୋକୁ କଷିଲା ପରେ ଟମାଟୋ ପୁରା ମିକ୍ସ ହେଇଯାଇଛି ଆଉ ଏକ୍ସଟ୍ରା ପାଣି ବି ଶୁଖିଯାଇଛି। ତ ଏବେ ଆମେ ଯେଉଁ ସିଝେଇ ରଖିଥିଲେ ବୁଟ ଡାଲି ଆଉ ବୋଇତାଳକୁ ଆଡ଼୍ କରିଦେବା। ଦେଲା ପରେ ଏଇ ମସଲା ସହିତ ୟାକୁ ପୁଣି ଆଉ ଥରେ ଭଲ ଭାବରେ ଗୋଳେଇ ନେବା। ତ ଆପଣମାନେ ଏଇ ତରକାରୀକୁ ଯଦି ଟିକେ ପତଳା ପତଳା କରି ବନେଇବା ପାଇଁ ଚାହାନ୍ତି ତାହେଲେ ଟିକେ ପାଣି ଆଡ଼୍ କରିବେ, ନହେଲେ ଶୁଖିଲା ଖାଇବା ପାଇଁ ଚାହୁଁଥିଲେ ଏମିତି ହିଁ ପାଣି ଆଡ଼୍ କରିବେନି, ବିନା ପାଣିରେ ଏଇ ତରକାରୀ ବହୁତ ଭଲ ବନିବ। এই ଭିଡ଼ିଓକୁ ଦେଖିକି ନିଶ୍ଚୟ ବୁଝିପାରୁଥିବେ କି ଏଇ ତରକାରୀ ବନେଇବା କେତେ ସହଜ ଆଉ ୟାକୁ ବନେଇବା ପାଇଁ ଆମକୁ ବେଶୀ କିଛି ଜିନିଷର ବି ଆବଶ୍ୟକତା ପଡ଼ିଲାନି। ଆଜିର ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ। ଯଦି ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ କରିବେ, ସେୟାର କରିବେ ଆଉ ମୋ ଚ୍ୟାନେଲରେ ଯଦି ନୂଆ ଥିବେ ତାହେଲେ ସବସ୍କ୍ରାଇବ୍ କରିବେ। ଫେସବୁକ୍ ପେଜ୍ରେ ଦେଖୁଥିଲେ ପେଜ୍ଟିକୁ ଫଲୋ କରିବା ପାଇଁ ଅନୁରୋଧ ରହିଲା। ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିଥିବାରୁ ସମସ୍ତଙ୍କୁ ବହୁତ ସାରା ଧନ୍ୟବାଦ। ପୁଣି ଥରେ ଆସିବି, ବିଦାୟ ନେଉଛି। ଜୟ ଜଗନ୍ନାଥ।